ମାଲକାନଗିରି ଜିଲ୍ଲାର MV79 ଥାନା ପୋଲିସ ନିୟମିତ ପେଟ୍ରୋଲିଂ ସମୟରେ ଏକ ସନ୍ଦେହଜନକ ପିକଅପ୍ ଗାଡ଼ିକୁ ଅଟକାଇବା ପାଇଁ ସଙ୍କେତ ଦେଇଥିଲା, କିନ୍ତୁ ଗାଡ଼ି ଚାଳକ ପୋଲିସର ସଙ୍କେତକୁ ଅବହେଳା କରି ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସ ତୁରନ୍ତ ଗାଡ଼ିଟିକୁ ପିଛା କରି ଥାନା ନିକଟରେ ଅଟକାଇଥିଲା। ପରେ ଗାଡ଼ିର ତଲାସୀ ସମୟରେ ସେଥିରୁ 4 କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ବୋହି ପୋଲିସ ଝଳନାଳ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଏ ଘଟଣାରେ ପୋଲିସ ଗଞ୍ଜେଇ ସହ ପିକଅପ୍ ଗାଡ଼ିକୁ ଜବତ କରିବା ସହ ଅଭିଯୁକ୍ତ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଗଞ୍ଜେଇ ଚୋରାଚାଲାଣ ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ଏହା ପଛରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେ ନେଇ MV79 ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ମାଲକାନଗିରିରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, विकल्प समाचार। आम चैनल को लाइक, शेयर एवं सब्सक्राइब करंतु।